বলাঙ্গিরি বুড়ি ছেলে। ও মাই গড, মানে মতে যদি বুড়ি কইবে তাহলে বুড়ি মানে কোড়ে ছিলে, তাহলে সামনে হট প্যান্ট পিঁধি বললেবে ଆଉ না না ସେଥିପାଇଁ তুমি ଟିକେ ଭୁଲ କହୁଛ। ଟିକେ ଆଖିକୁ ଟିକେ ଟେଷ୍ଟ କର, ଚକ୍ଷୁ ବିଶେଷଜ୍ଞ ପାଖକୁ ଯାଇକି ହେଲା। ସେଥିପାଇଁ ମୁଁ କହିବାକୁ ଚାହିଁବି, ଟିକେ ଚଷମା ପିନ୍ଧା ଭଲ ଲାଗିବ। ହଉ, କହିବାକୁ ଚାହିଁବି କଣ, ଆଜିକାଲି ଟୋକା ଇନଷ୍ଟା ରିଲ୍ସ କରି ନିଜକୁ ଭାବନ୍ତି ହିରୋ। ଆଜିକାଲି ଟୋକା ଇନଷ୍ଟା ରିଲ୍ସ କରି ନିଜକୁ ଭାବନ୍ତି ହିରୋ। କଥା କହୁଛନ୍ତି ଭାରି ଫୁଟାରେ, ହଁ କିନ୍ତୁ ଅନୁଜ ଦେଖ, କଥା କହୁଛନ୍ତି ଭାରି ଫୁଟାରେ, ହେଲେ ପକେଟ ତାଙ୍କର ଜିରୋ। ঠিক ଅଛି, ଆମ ପକେଟ ଜିରୋ ବୋଲି ତମେ ଜାଣିଲ କେମିତି? ତେବେ ଗୋଟେ ଚକୋଲେଟ କହିଲେ ପଇସା ବାହାରିଲାନି, ଚେକ୍ କରିଥିଲି। ଚେକ୍ କରିଥିଲ? ହଁ। ବିଶେଷ ସୂଚନା, କୌଣସି ଝିଅ ପିଲାମାନେ ପୁଅ ପିଲାମାନଙ୍କର ପକେଟ ଚେକ୍ କରିବେ ନାହିଁ। କେତିକ ପକେଟ ଯଦି ଚିରା ଥିବ ସମ୍ଭାଳିବ। ହଁ, ଭାଇ ଯୋଉ ଗରମ ହଉଛି କୋଉ ଗୋଟେ ବାଟ ରଖିବ ହାୱା ଆସିବା ପାଇଁ, ତମକୁ କଣ ଆମେ କହିବୁ? ଯଦି ଜାଣି ଶୁଣି କରିଥିବ ଆଉ। ହଁ, ଏଠି ତ ଆମେ ଜାଣି ଶୁଣି। ଝିଅମାନଙ୍କୁ ଦୁଃଖ ଯାଉନି, ଆଉ କୋଉଠିକି ଦେଖିବେନି, ତମ ପକେଟକୁ ଦେଖୁଛନ୍ତି ଆଉ। ତମେ କାଇଁ ଚେକ୍ ଆଉ କରୁଛ? ଝିଅ ମାନେ ଟିକେ ପୂର୍ବରୁ କହୁଥିଲ 60, ହଁ, ଆଉ ତମକୁ କାହିଁକି ଦେଖିବେ ବା? ଠିକ ଅଛି, ଚାଲ ଟପିକ ଉପରକୁ। ଓକେ, କଣ କୁହ ଆଉଥରେ। ଆଉଥରେ କହିବି, ହଁ। ପକେଟ ଯଦି ଚିରା ଥିବ। ତମେ ବୋଧେ ଭୁଲି ଯାଉଛ, ଭୁଲି ଯାଉଛି। ତୁଣ୍ଡ ଖୋଲିଲେ ମହାଭାରତ। ହଁ, ଆମେ ନାରୀ ମାନେ ହଁ। ତୁଣ୍ଡ ଖୋଲିଲେ ମହାଭାରତ, ମୁଣ୍ଡ ଘେରିଲେ ଚାଲୋଇ ଦେଶ। ଆଉ ରାଗି ଗଲେ ଆମେ ନାଗରେ ବିଷ, ଆଉ ହସି ଦେଲେ 18 ଝରେ ଅମୃତ। ଭାଇ ନାଗୁଣୀ ସାଜିଛି ମହାସତୀ ଏଠି ସଭାରେ ଦଉଛି ଭାଷଣ। ଆଚ୍ଛା, ନାଗୁଣୀ ସାଜିଛି ମହାସତୀ ଏଠି ସଭାରେ ଦେଉଛି ଭାଷଣ। 100 ଟଙ୍କାଙ୍କ ମନ ବିକି ସାରିଲା ପରେ ତଥାପି ପଢୁଛି ଲକ୍ଷ୍ମୀ ପୁରାଣ। ସେଇଥିପାଇଁ ତ ମୁଁ କହିବାକୁ ଚାହିଁବି, ନାରୀ ଆଜିକାଲି ଲକ୍ଷ୍ମୀ, ସରସ୍ୱତୀ, ଅନ୍ନପୂର୍ଣ୍ଣା, ଦୁର୍ଗା, କାଳୀ। ଆଜିକାଲି କଳିଯୁଗ ନାରୀ ତୁମ ପରି ସ୍ୱାମୀ ମାନଙ୍କୁ ସବାଟ କରିବା ପାଇଁ କେତେବେଳେ ଧରୁଛନ୍ତି ବାଡି, କେତେବେଳେ କଣ ବେଲନା ବାଡି, ତ ଆଉ କେତେବେଳେ ସାଜି ପାରୁଛନ୍ତି ମା କାଳୀ। ବୁଝିଲ? ମା କାଳୀ ପଛ ପଟକୁ ଚାଲ, ତମ ଦେବୀ ତମ ବଳି। ହଁ, ଭାରି କଥା। ଆଉ ଆମେ ଯଦି ସ୍ତ୍ରୀ ମାନେ ଛାଡିକି ପଳେଇବୁ, ହଁ। ତାହେଲେ ତମ ସ୍ୱାମୀ ମାନେ କଣ କରିବ ଜାଣିଛ? କଣ କରିବ? ମନ୍ଦିର ବେଢାରେ ବସିବ। ହଁ। କଣ କଣ? ଧରିକି ବସିବ? କଣ କରିବ? ଭିକ ଥାଳି ଆଉ ଚପୁଥିବ ଚପା ମାଳି। ମାଣ୍ଡା କହିଲେ ଆମେ ଭିକ ମାଗି